श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्द माधवम्। नमामि नमामि महाग्रन्थ भागवत कृष्ण रसे रसायनित रसपूर्ण गीत। नमामि नमामि कृष्ण गोविन्दाय नमः। उद्धवंकु देल पुण्य भागवत धर्म तत्वपूर्ण अर्थपूर्ण जीवनर वेद। अभ्यास मात्र के कोटि जीव अवसाद। परम मंगलमय भागवत वाणी जीव तरी जीव शुणी भवतरंगिणी। नमामि नमामि व्यास विष्णु अवतार जन कल्याणे करिल भागवत सार। वेद पुराण रु सर्व सार को साटी भागवते देई अछ माळ परि गुंथि। नमामि नमामि आहे दास जगन्नाथ प्राकृत छंदे बांधिल श्रीमद्भागवत। नमामि सुत सौनक मैत्रेय विज्ञ नैमिषारण्ये करिल भागवत यज्ञ। नम नम परीक्षित राजर्षि विज्ञानी भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर नमामि देवर्षि नम भक्त विदुर। परम शास्त्र प्राणीक निस्तारण पथ नमामि नमामि शास्त्र श्रीमद्भागवत। भागवत महापुराण द्वादश स्कंध षष्ठ अध्याय। षष्ठे वर्णित परीक्षित मुक्ति उतारु तार पुत्र जेमंते कले सर्पजाग आबर वेदर विभाग। सुत पौराणिक कहन्ति सौनक आदि मुनि प्रति नैमिषारण्ये सर्वे मिली शुणन्ति वासुदेव केळि। सुत उवाच सुखंक तहुँ तत्ववाणी परीक्ष्य विष्णु रात शुणि। नमिला सुख मुनि पादे रोम पुलक गद गदे। अंजलि करी तत्क्षण एमंत कहई वचन। राजा परीक्षित उवाच हे व्यास सुत ज्ञानी धीर जगत आत्मा रूपतर। तुम्भर कृपा हेला जेणु नाही मो जन्म मृत्यु तेणु। पुराण भागवत गीता उत्तम श्लोक जेउ कथा कही कृतार्थ मोते कल। विष्णु मायारु धरिल तुम्भे जे अच्युत भकत। संसारे प्राणी मोहग्रस्त तुम्भंकु नहे अद्भुत। निस्तार त्रितापतापित एहि पुराण भागवत। उत्तम श्लोक रचरित साक्षात श्री मधुसूदन तांको कराइल दर्शन। विशुद्ध एणु मोहइली
ଭଗବାନ ଗୁଣ ଶୁଣିଲି। ହେ ଶୁକଦେବ ଭଗବାନ ତକ୍ଷକ ଆଦି ମୃତ୍ୟୁମାନ। ତହିଁ ମୋହର ଭୟ ନାହିଁ ବ୍ରହ୍ମ ନିର୍ବାଣ ଜାଣିଲଇଁ। ଅବ୍ୟୟ ବିନାଶୀ ବ୍ରହ୍ମ ଦର୍ଶନେ ଛଡ଼ାଇଲ ଭ୍ରମ। ଏବେ ଯେ ମୋତେ ଆଜ୍ଞା ଦିଅ ବ୍ରହ୍ମରେ ଲାଗିବ ମଲୟ। ବସୁଅଛଇ ଯୋଗାସନେ ମୌନ ବ୍ରତ ଆତ୍ମଜ୍ଞାନେ। ଅଧକ୍ଷଜ ବିଷ୍ଣୁର ଲୟେ କାମନା ଛାଡ଼ିଲି ବିଷୟେ। ଅଷ୍ଟାଙ୍ଗ ଯୋଗ ଧାରଣାରେ ଷଡ଼ଚକ୍ର ଭେଦି ଆତ୍ମାରେ। ପରମ ଆତ୍ମାରେ ମିଶାଇ ସହସ୍ର ଦଳ ମଧ୍ୟ ନେଇ। ପ୍ରାଣକୁ ତହିଁ ନିବେଶିବି ମାୟା ବ୍ରହ୍ମାଣ୍ଡ ଜିଣି ଯିବି। ତକ୍ଷକ ବ୍ରାହ୍ମଣ ସାପରେ ଭସ୍ମ କରିବ ମୋ ଶରୀରେ। ଜ୍ଞାନ ବିଜ୍ଞାନ ଦେଇ ମୋର ହେଳେ ଅଜ୍ଞାନ କଲ ଦୂର। ପରମ ବାସୁଦେବ ପଦ ଲଭିଯା ହୋଇବି ଆନନ୍ଦ। ସେ ମାର୍ଗ ମୋତେ ଦେଖାଇଲ ବିଷ୍ଣୁ ଶରୀରେ ନିଜ ଜିଲ। ମୁଁ ଏବେ ସେ ମାର୍ଗେ ପଶିବି ଧ୍ୟାନରେ ମୁକ୍ତି ଲଭିବି। ଏ ଭାବେ ଅନେକ ପ୍ରକାରେ ବିନୟୀ ଶୁକଙ୍କ ପୟରେ। ସୁତବାଚ ସୁତ କହନ୍ତି ମୁନି ଶୁଣ ପରୀକ୍ଷେ କହେ ବାଦରାଣ। ବିଷ୍ଣୁ ଭକତିରେ ନିମଜି ମୁକ୍ତ ହୁଅ ପାପ ତେଜି। ଆମ୍ଭର ଆଶୀର୍ବାଦ କରି ଅନ୍ତେ ତୁଲଭ ବିଷ୍ଣୁପୁରୀ। ଏମନ୍ତେ କହି ଶୁକ ମୁନି ହରଷେ କଲେ ହରିଧ୍ୱନି। ରାଜାର ପୂଜା ବିଧି ପାଇ ଶୁକ ହରଷ ମନ ହୋଇ। ସକଳ ମହାଋଷି ସଙ୍ଗେ ବଦ୍ରିକାଶ୍ରମେ ଗଲେ ବେଗେ। ପରୀକ୍ଷ ରାଜା ଯୋଗ ଧ୍ୟାନେ ବସିଲେ ନିଶ୍ଚଳ ଆସନେ। ଆତ୍ମାରେ ଆତ୍ମା ନିଜ ଜିଣ ଅଷ୍ଟାଙ୍ଗ ଯୋଗରେ ଧାରଣ। ପରମ ବ୍ରହ୍ମ ସ୍ୱରୂପରେ ପବନ ସଂଯମ ଧ୍ୟାନରେ। ବୃକ୍ଷର ପ୍ରାୟ ଅବେଷ୍ଟିତ ନିଶ୍ଚଳ ଭାବେ ରହେ ଚିତ୍ତ। ହସ୍ତିନାନଗର ବାହାରେ ଗଙ୍ଗା ପୂର୍ବ ଦିଗ ଭାଗରେ। ବାଲୁକା ବେଦୀର ଉପରେ କୁଶ ଆସନ କରି ଧରେ। ଉତ୍ତର ଅଭିମୁଖେ ବସି ବ୍ରହ୍ମରେ ଲୟକୁ ନିବେଶି। ଆତ୍ମାକୁ ବ୍ରହ୍ମ ରନ୍ଧ୍ରେ ନେଇ ସୁଷୁମ୍ନା ରନ୍ଧ୍ରରେ ରୁନ୍ଧାଇ। ଷଟ୍ଚକ୍ର ଭେଦି ଭୁରୁ ମଧ୍ୟେ ପରମ ଆତ୍ମା ଭାବ ଭେଦେ। ବିଷୟ ସଙ୍ଗ କରି ଦୂର ବିଚାର ନାହିଁ ବାହ୍ୟନ୍ତର। ଏକାକ୍ଷର ବ୍ରହ୍ମେ ପ୍ରବେଶୀ ଯାତନା ଶରୀର ବିନାଶୀ। ପରମ ପଦକୁ ଲଭିଲେ ବିଷ୍ଣୁ ଅଙ୍ଗରେ ଲୀନ ହେଲେ। ସମୀକ ଋଷିଙ୍କ ନନ୍ଦନ ତାଙ୍କର ଶୃଙ୍ଗୀ ଋଷି ନାମ। ପୂର୍ବେ ସପ୍ତ ଦିନ ଆଗରେ ସାପ ଦେଲା କୋପେ ରାଜାରେ। ଅନୀତି ରାଜା ହୋଇ କଲା ଦ୍ୱିଜ ଗଳାରେ ସର୍ପ ଦେଲା। ଆଜୁ ଶପଥ ଦିନ ଅନ୍ତେ ତକ୍ଷକ ଭକ୍ଷୁ ଭସ୍ମୀଭୂତେ। ଏମନ୍ତ ସେ ତକ୍ଷକ ଜାଣି ରାଜାଙ୍କୁ ଦଂଶି ବସେ ପୁଣି। ମାୟା ବ୍ରାହ୍ମଣ ରୂପେ ଛନ ପଥରେ କରଇ ଗମନ। ଏମନ୍ତ ସମୟରେ ପୁଣ କାଶ୍ୟପ ନାମେ ଏକ ବ୍ରାହ୍ମଣ। ଆସନ୍ତେ ବାଟେ ଭେଟ ହୋଇ ତକ୍ଷକ ସେ ବ୍ରାହ୍ମଣ ଦୁଇ। ତକ୍ଷକ ପଚାରିଲା ପୁଣ କି ଅର୍ଥେ କରୁଛ ଗମନ। କହିଲେ ଆମ୍ଭେ ବିଷହାରି ଯାଉଛୁ ପରୀକ୍ଷେ ବିସ୍ତାରି। କହିଲେ ଆମ୍ଭେ ବିଷହାରି ଯାଉଛୁ ପରୀକ୍ଷେ ନିସ୍ତାରି। ତକ୍ଷକ ବ୍ରହ୍ମ ସାପେ ଦଂଶି ରାଜା ହୋଇବ ଭସ୍ମ ରାଶି। ତାହାକୁ ଆମ୍ଭେ ଜିଆଇବୁ ଯଶ ଧନ ଧର୍ମ ପାଇବୁ। ଏମନ୍ତ ଶୁଣି ତାଙ୍କ ବାଣୀ ତକ୍ଷକ ବୋଲେ ତତ୍କ୍ଷଣି। ତୁମ୍ଭେ ଯେ ମହତ ପୁରୁଷ ଯଶ ମନ କର ବିନାଶ। ମହତ ଲୋକଙ୍କର ଭାବ ପର ଯଶରେ ନିତ୍ୟ ଥିବ।
ରାଜା ଠାରୁ ପ୍ରାପତ ଧନ ମୋଠାରୁ ନିୟତା ଦ୍ୱିଗୁଣ। ଏମନ୍ତ ଶୁଣି ସେ ବ୍ରାହ୍ମଣ ବିଚାର କରଇ ସେ ମନ। ରାଜାର ଆୟୁଷ ତ ନାହିଁ ଜାଣଇ ଯୋଗ ବଳେ ମୁହିଁ। ଆମ୍ଭେ ଯେ ଏହା ଠାରୁ ପୁଣ ଛାଡ଼ି ନ ଯିବା କିମ୍ପା ଧନ। ଏମନ୍ତ ବିଚାରି ଭିକ୍ଷୁକ ବୋଇଲେ ଶୁଣ ହେତକ୍ଷକ। ତୋ ଯଶ କିମ୍ପାଇଁ ନାସିବୁ ପାଇଲେ ଧନ ବାହୁଡ଼ିବୁ। ତକ୍ଷକ ତାଙ୍କୁ ଧନ ଦେଲେ ବ୍ରାହ୍ମଣ ତହୁଁ ବାହୁଡ଼ିଲେ। ତକ୍ଷକ ବ୍ରାହ୍ମଣ ରୂପେଣ ଗଲେ ସେ ରାଜା ସନ୍ନିଧାନ। ଫଳ ପୁଷ୍ପ ଘେନି ଭେଟିଲେ ଫଳେ ତକ୍ଷକ କୃମି ହେଲେ। ଏମନ୍ତେ କୃମି ରୂପେ ପୁଣ ଦଂଶିଲେ ରାଜାର ଚରଣ। ସେ କାମ ରୂପୀ ନାଗ ବିଷ ରାଜା ଶରୀର କଲା ନାଶ। ତକ୍ଷଣେ ଭସ୍ମ ହୋଇଗଲେ ସକଳ ପ୍ରାଣୀ ତା ଦେଖିଲେ। ହାହାକାର ଶବ୍ଦ ଶୁଭିଲା ଶବଦେ ପୃଥିବୀ ପୁରିଲା। ଆକାଶେ ଦେବତା ଅସୁର ମନୁଷ୍ୟ ଆଦି ନିଶାଚର। ସମସ୍ତେ ବିସ୍ମୟ ହଇଲେ ତକ୍ଷକେ କେହି ନ ଦେଖିଲେ। ରାଜାର ମୁକ୍ତି ଦେଖିଦେବେ ଦୁନ୍ଦୁଭି ବଜାଇଲେ ସର୍ବେ। ଗନ୍ଧର୍ବ ଅପସରା ନୃତ୍ୟ ସାଧୁ ଶବଦେ କଲେ ଗୀତ। ଦେବେ ଯେ ପୁଷ୍ପ ବୃଷ୍ଟି କଲେ ଆନନ୍ଦେ ସ୍ୱର୍ଗକୁ ସେ ଗଲେ। ପରୀକ୍ଷ ସୁତ ଜନ୍ମେ ଜଏ ସେ ପୁଣି ରାଜେ ରାଜା ହୋଏ। ପିତୃକ୍ରିୟା କର୍ମ ସାରିଲେ ଆନନ୍ଦେ ସେ ରାଜ ପାଳିଲେ। ଏମନ୍ତେ କିଛି ଦିନ ଗଲା ରାଜନ ଆସ୍ଥାନେ ବସିଲା। ସମସ୍ତ ଋଷି ଗଣ ଚାହିଁ ତକ୍ଷକ କଥା ପଚାରଇ। ସେ ମୋର ପିତାର ବୈରୀ ତାକୁ କେମନ୍ତେ ସାଧ୍ୟ କରି। ସର୍ପ ଯଜ୍ଞ କର ଆରମ୍ଭ ବୈରୀ ନାଶ ହେବ ଆମ୍ଭ। ଯେମନ୍ତେ ସର୍ପ ଯଜ୍ଞ ରୀତି ସମସ୍ତ କହିଲେ ସେ ଯତି। ଏମନ୍ତେ ସର୍ପ ଯଜ୍ଞ କଲେ ଅନେକ ସର୍ପ ଦଗଧିଲେ। ଯଜ୍ଞ କୁଣ୍ଡରେ ପଡ଼ି ନାଶ ତକ୍ଷକର ହେ ଅବଶେଷ। ସର୍ପକୂଳ ଦଗଧ ଦେଖି ନାଗଲୋକକୁ ସେ ଉପେକ୍ଷି। ଦେବଲୋକେ ଇନ୍ଦ୍ରେ ଶରଣ ପଶିଲା ମହାଭୟେ ପୁଣ। ଆଚାର୍ଯ୍ୟ ହେମନ୍ତ କହିଲେ ତକ୍ଷକ ଯଜ୍ଞକୁ ନଇଲେ। ତା ଶୁଣି ରାଜନ କହଇ ସର୍ପ ଧମନ ଆସଇ। ଏ କୁଣ୍ଡେ ଭସ୍ମ ତନ ହୋଇଲା କିମର୍ଥେ ହେମନ୍ତ ହୋଇଲା। ତା ଶୁଣି ବ୍ରାହ୍ମଣେ କହନ୍ତି ନାଗଲୋକରେ ସେ ନାହାନ୍ତି। ଇନ୍ଦ୍ରଙ୍କ ଶରଣ ପଶିଲେ ଯୋଗ ବଳେ ଇନ୍ଦ୍ର ରଖିଲେ। ତେଣୁ ଅଗ୍ନିରେ ନ ପଡ଼ଇ ଏମନ୍ତ ଶୁଣି ରାଜା କହି। ଶୁଣ ବ୍ରାହ୍ମଣେ ମନ ଦେଇ ସେ ଅର୍ଥେ ଯଜ୍ଞ ମୁଁ କରଇ। ତକ୍ଷକ ମୋ ପିତା ବୈରୀ ତାହାର ଅର୍ଥେ ଯଜ୍ଞ କରି। ଇନ୍ଦ୍ର ଯେବେ ତାକୁ ରଖିଲା ମୋ ପିତା ଶତ୍ରୁ ସେ ହୋଇଲା। ଇନ୍ଦ୍ର ତକ୍ଷକ ଏହି ଦୋୟ ଅଗ୍ନିରେ ମନ୍ତ୍ର ବଳେ ଦିଅ। ହେମନ୍ତ ଶୁଣି ବିପ୍ର ଜନେ ମନ୍ତ୍ରଯୁକ୍ତ କରି ବିଧାନେ। ଘୃତଶ୍ରୁବ ମାନ ଘେନିଲେ ମନ୍ତ୍ରରେ ଆହୁତି ତୋଳିଲେ। ଇନ୍ଦ୍ର ତକ୍ଷକ ଦୁହେଁ ଆସି କୁଣ୍ଡରେ ହୁଅନ୍ତୁ ବିନାଶୀ। ଇନ୍ଦ୍ର ସମେତ ମରୁଦ୍ଗଣ ସତରେ ଟଳିଲା ସନ। ବିମାନ ସହିତେ ଖସିଲେ ଭୂମି ଆଡ଼କୁ ଦୃଷ୍ଟି ଦେଲେ। ଅଗ୍ନିରେ ଘୃତ ଯେବେ ଦେବେ ନିଶ୍ଚୟ ଅଗ୍ନିରେ ପଡ଼ିବେ। ତା ଦେଖି ଇନ୍ଦ୍ର ସଭୟରେ ଗୁରୁଙ୍କୁ ମନେ ସୁମରିଲେ। ଅଙ୍ଗିରା ଋଷିଙ୍କର ସୁତ ଯେ ବୃହସ୍ପତି ନାମେ ଖ୍ୟାତ।
ତକ୍ଷକ ଇନ୍ଦ୍ର ଉପକାରେ ରାଜାଙ୍କୁ ବଚନ କହିଲେ, ତକ୍ଷକ ଏଥେ ନ ମରିବ, ଅମୃତ ଭକ୍ଷିଛି ଜୀବ। ତେଣୁ ଅଜରାମର କାୟ, କୋପ ସଂଘର ନର ରାୟ। ତୁ ବୋଲୁ ପିତାକୁ ମାଇଲା, ଏହାକୁ ମୁଁ ମାଇଲେ ଭଲା। କେହି କାହାକୁ ନ ମାରଇ, କାହାରେ କେହି ନ ଜିଆଇ। ଶୁଣ ରାଜନ ମନ ଦେଇ, ଜନ୍ମ ମରଣ କର୍ମେ ହୋଇ। ଯେ ଯାହା ଅର୍ଜଇ ଭୁଞ୍ଜଇ, ବ୍ରହ୍ମା ଶଙ୍କରେ ଆନ ନହି। ଲେଖେକାର ସୁଖ ଦୁଃଖ ଦାତା, ଯେମନ୍ତେ ଲେଖିଛି ବିଧାତା। ସର୍ପାଗ୍ନି ଚୌର ଜଳ କ୍ଷୁଧା, ବ୍ୟାଧି ତୃଷ୍ଣାଦି ଯେତେ ବାଧା। ପ୍ରାଣୀଏ ମାନ ଭୋଗ କରେ, ଆପଣା ଅର୍ଜିତ କର୍ମରେ। ଜନ୍ମ ମରଣ ଏହି ଭାବେ, ଈଶ୍ୱର ସଂଯୋଗ ବିଯୋଗେ। ତୋ ପିତା ପରୀକ୍ଷିତ ବୀର, ସେ ବ୍ରହ୍ମ ଋଷିର କିଙ୍କର। ଅଧ ସେ ଋଷି ଗଳେ ନେଇ, ମୃତ ସର୍ପକୁ ଗୁଡ଼ିଆଇ। ସେ ତ ସେ ଋଷି ସାପ ଦେଲା, ତକ୍ଷକ ବିଷେ ଭସ୍ମ ହେଲା। ତକ୍ଷକ ଭୟ ଯେତେବେଳେ, ଦେହେ ଜୀବ ନାହିଁ ସେ କାଳେ। ତକ୍ଷକର ହିଁ ଦୋଷ ନାହିଁ, ସର୍ପ ହତ୍ୟା କରୁ କିମ୍ପାଇଁ। ସର୍ପ ଯଜ୍ଞ ନିବର୍ତ୍ତ କର, ନିର୍ଦୋଷୀ ସର୍ପେ କିମ୍ପା ମାର। ଏମନ୍ତେ ବୃହସ୍ପତି ବାଣୀ, ସନ୍ତୋଷ ନର ନାଥ ଶୁଣି। ସର୍ପ ଯଜ୍ଞ ନିବର୍ତ୍ତ କଲେ, ଗୁରୁଙ୍କୁ ପୂଜାରେ ତୋଷିଲେ। ଏ ଯେ ବିଷ୍ଣୁ ମାୟା ଜଗତ, ତମ ମାୟାରେ ବିମୋହିତ। ପ୍ରାଣୀଙ୍କ ଉତ୍ପତ୍ତି ପ୍ରଳୟ, ଏ ମାୟା ଭିଆଣ ଆଶ୍ରୟ। ଏ ବିଷ୍ଣୁ ଆତ୍ମା ସର୍ବମୟୀ, କପଟ ଦମ୍ଭ ମାୟା ବହି। ଅହଙ୍କାର ବୁଦ୍ଧି ବିଚାରେ, ଜାନା ମନୁହଇ ଗୋଚରେ। ତ୍ରିଗୁଣ ବାସ ନାହିଁ ନାହିଁ, ମନ ବଚନେ ଭେଦ ନହି। ଶବ୍ଦ ସ୍ପରଶ ରସ ଗନ୍ଧ, ରୂପ ଏ ପଞ୍ଚ ନହେ ଭେଦ। ସେ ବିଷ୍ଣୁ ନିର୍ମଳେ ସେବିଲେ, ପ୍ରାଣୀ ନିର୍ମଳ ହୋଏ ଭଲେ। ଏ ମାୟା ବନ୍ଧନ ତରଇ, ପରମ ପଦ କୁଲ ଭଇ। ବୈକୁଣ୍ଠ ସେ ପରମ ଧାମ, ତାହାର ପରେ ନାହିଁ ସ୍ଥାନ। ସେ ଜନ ସଂସାରୁ ତରିବେ, ଜନ୍ମ ମୃତ୍ୟୁକୁ ନିସ୍ତରିବେ। ସଂସାର ବନ୍ଧନ ଛାଡ଼ନ୍ତି, ନିରତେ ବିଷ୍ଣୁଙ୍କୁ ଚିନ୍ତନ୍ତି। ଦୁରାତ୍ମା ପଣ ଦୂର କରି, ଜଗତ ମଣେ ନର ହରି। ଆତ୍ମା ସମବୁଦ୍ଧି ଭାବରେ, ଏକ ଭାବରେ ନାମ ସ୍ମରେ। ସେ ବିଷ୍ଣୁ ପଦେ ଲୀନ ହୁଅନ୍ତି, ପରମ ପଦ କୁଲ ଭନ୍ତି। ଯେ ପ୍ରାଣୀ ବିଚାରନ୍ତି ଚିତ୍ତ, ଏ ସର୍ବ ମୋହର ଅର୍ଜିତ। ଅର୍ଜିଲି ନାନା କଷ୍ଟ ପାଇ, ସୁସ୍ଥିରେ ବିଳସିବି ମୋହି। ସେମାନେ ଦୁର୍ଜନ ବୋଲାନ୍ତି, ଆପଣା ଆତ୍ମା ନ ଚିହ୍ନନ୍ତି। ମାୟା ଜାଲରେ ଭ୍ରମୁଥାନ୍ତି, ଈଶ୍ୱର ଭାବ ନ ଜାଣନ୍ତି।
ଏଥିରୁ ବିରତ ହୋଇବ, ଅପବାଦକୁ ସହିଥିବ, ଅମାନ୍ୟ କାହିଁ ନ କରିବ, ଦେହକୁ ମିଥ୍ୟା ଯେ ମଣିବ। କାହାରି ସଙ୍ଗତେ ବୈର, ନ କରି ସାଧୁ ପଣେ ଧୀର, ଯେ ଭଗବାନ ବାସୁଦେବ, ତେବେ ସେ ତାହାଙ୍କୁ ପାଇବ। ଅପାର ଜ୍ଞାନ ଯାହାଙ୍କର, କୃଷ୍ଣ ସ୍ୱରୂପୀ ନିର୍ବିକାର, ତାହାଙ୍କୁ କରେ ନମସ୍କାର, ନିରତେ ଥାଉ ସେ ମନର। ତାର ପଦାବ୍ଜ କରି ଧ୍ୟାନ, ସଂହିତା କରି ଅଧ୍ୟୟନ, ପଢ଼ି ଶୁଣିଲେ ମୁକ୍ତି ହୋଇ, ଏଥିରେ ସଂଶୟ ନ ଥାଇ। ବିଷ୍ଣୁ ସ୍ୱରୂପ ବେଦ ବ୍ୟାସ, ଯେ ଶୁକ ଦେବତାଙ୍କ ଶିଷ୍ୟ, ତାହାଙ୍କୁ ମୋର ନମସ୍କାର, ମହିମା ନ ଯାଇ ଗୋଚର। ସୌନକ ପଚାରେ ହରଷେ, ସୁତ ପୌରାଣିକର ପାଶେ। ସୌନକ ଉବାଚ ଭୋମୁନି ହୋଇବା ପ୍ରସନ୍ନ, କହିବା ବେଦର ଉତ୍ପନ୍ନ। ଏ ବେଦ ପ୍ରଥମେ କେମିତି, ବିଷ୍ଣୁଙ୍କ ଠାରୁ ଉତ୍ପତ୍ତି। କେମନ୍ତେ ବ୍ରହ୍ମା ଉପଦେଶ, କହତା ବିସ୍ତାରି ବିଶେଷ। ଶୁଣି ସୌନକ ମୁନି ବାଣୀ, ସୁତ କହନ୍ତି ତୋଷ ଘେନି। ସୁତ ଉବାଚ ପ୍ରଥମେ ବ୍ରହ୍ମା ଯେତେବେଳେ, ଯୋଗ ଧ୍ୟାନରେ ନିଦ୍ରା ଗଲେ। ଲୟ ଲଗାଇ ନିରାକାରେ, ବ୍ରହ୍ମା ବସିଲେ ସମାଧିରେ। ତାଙ୍କ ହୃଦୟ ନାଦ ଜନ୍ମ, ଆକାଶ ଶୂନ୍ୟ ଯାର ଧାମ। ଯେ ନାବ କର୍ଣ୍ଣ ଆବରିଲେ, ଶୁଭଇ ସମସ୍ତଙ୍କୁ ଭଲେ। ଯାହାକୁ କଲେ ଉପାସନା, ଆତ୍ମା ନିର୍ମଳ ଶୁଦ୍ଧ ମନା। ସଂସାର ଜନ୍ମ ମରଣାଦି, ତରେ ତ୍ରିତାପ କର୍ମ ଛେଦି। ସେ ନାଦୁ ପ୍ରଭାବିନ୍ଦୁ ଜନ୍ମ, ପରମ ବ୍ରହ୍ମ ପରମ ଧାମ। ବିନ୍ଦୁ ତ୍ରିଗୁଣାତ୍ମକ ହୋଇ, ବ୍ରହ୍ମା ବିଷ୍ଣୁ ରୁଦ୍ର ବୋଲାଇ। ଏ ରୂପେ ଏକାକ୍ଷର ବ୍ରହ୍ମ, ଅବ୍ୟକ୍ତ ରୂପୀ ତ୍ରୟ ଧାମ। ସେ ଏକାକ୍ଷର ବ୍ରହ୍ମ ପର, ଅର୍ଦ୍ଧମାତ୍ରା ବିନ୍ଦୁ ଆଧାର। ଯୋଗ ମାୟା ସ୍ୱରୂପ ସେହି, ସେ ମାୟା ତ୍ରିଗୁଣ ସର୍ଜଇ। ତିନି ମାତ୍ରା ଯେ ଏକାକ୍ଷର, ଅକାର ଉକାର ମକାର। ଅର୍ଦ୍ଧମାତ୍ରା ବିନ୍ଦୁ ସ୍ୱରୂପ, ଏ ବାସୁଦେବର ସକୂପ। ଯେ ଜାଣି ନିମଗ୍ନେ ଭଜନ୍ତି, ବ୍ରହ୍ମରେ ଲୀନ ସେ ହୁଅନ୍ତି। ଶବଦ ବ୍ରହ୍ମ ଏହି ନାଦ, ଯେ ଜନ କରେ ଆତ୍ମା ଭେଦ। ଅର୍ଦ୍ଧରାତ୍ରେ କାନ୍ତେ ବସି, ଯୋଗ ଧାରଣା ଭାବେ ରସି। ଇନ୍ଦ୍ରିୟ ସୁପ୍ତ ଅବସ୍ଥାରେ, କର୍ଣ୍ଣକୁ ଢାଙ୍କିଣ ହସ୍ତରେ। ଶୂନ୍ୟ ଦୃଷ୍ଟିରେ ମନ ଦେଇ, ଶରୀର ଚେଷ୍ଟା କିଛି ନାହିଁ। ତେବେ ଯେ ଶବଦ ଶୁଣଇ, ତାହାକୁ ପରମାତ୍ମା କହି। ଏକାକ୍ଷର ବ୍ରହ୍ମ ପ୍ରଣବ, ଶବଦ ରୂପୀ ବୀଜ ସର୍ବ। ତାହାଙ୍କୁ ତହୁଁ ଉତ୍ପନ୍ନ, 14 କାରାଦି ବର୍ଣ୍ଣ। 14 ସ୍ୱର ଏ ବୋଲାନ୍ତି, ଏ ଭାବେ ଅକ୍ଷରର ଗତି। ନକାର ଆଦି 34,
ବ୍ୟଞ୍ଜନ ଶବଦ ବିଶେଷ ଈଶ୍ୱର ମାନେ ବିଷ୍ଣୁ ରୂପ ବ୍ୟଞ୍ଜନ ମାୟାର ସ୍ୱରୂପ ଏ ସର୍ବକ୍ଷର ମାତୃକା ପ୍ରକୃତି ବଶ ଶବ୍ଦ ଏକା ସ୍ୱର ମାନେ ଦୀର୍ଘ ଯେ ହ୍ରସ୍ୱ ପ୍ଲତ ନାମରେ ପରକାଶ ସନ୍ଧି ଅକ୍ଷର ଏ ବୋଲାଇ ଏକାର ଆଦି ଚାରି ଯେହି 25 ବର୍ଣ୍ଣେ ପଞ୍ଚ ପଞ୍ଚ ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ଏ ଅନ୍ତେ ଅନ୍ତ୍ୟସ୍ତ ଏ ଜାଣ ଜରଳବ ଏ ଚାରି ବର୍ଣ୍ଣ ସହ ଏ ଚାରି ବର୍ଣ୍ଣ ଉଷ୍ମ ବର୍ଣ୍ଣ ବୋଲିଣ ଜାଣ ବିନ୍ଦୁ ଅନୁସ୍ୱାର ବୋଲାଇ ସେ ବିନ୍ଦୁ ଯେବେ ଦୁଇ ହୋଇ ବିସର୍ଗ ନାମ ସେ ବୋଲାଇ ଗଜ କୁମ୍ଭାକୃତି ଯେ ହୋଇ ଏମନ୍ତ ହୋଇ ଶବ୍ଦ ବ୍ରହ୍ମ 50 ବର୍ଣ୍ଣ ଭେଦ ନାମ ଅକ୍ଷର ଆକୃତି ହୋଇଲେ ଦେହେ ବାହ୍ୟରେ ପ୍ରକାଶିଲେ ତହିଁ ଭିତରୁ ବ୍ରହ୍ମ ଯନ୍ତ୍ରୀ 24 ଅକ୍ଷର ଗାୟତ୍ରୀ ଏ ମାୟା ରୂପ ପ୍ରକାଶିଲେ ସପ୍ତ ବ୍ୟାହୃତି ସେ ହୋଇଲେ 10 ପ୍ରଣବ ମଧ୍ୟ ହୋଇ ଗାୟତ୍ରୀ ଶିର ସେ ବୋଲାଇ ସେ ବ୍ରହ୍ମ ଗାୟତ୍ରୀ ସାବିତ୍ରୀ ସରସ୍ୱତୀ ତ୍ରିକାଳ ଗତି ତ୍ରିକାଳ ସନ୍ଧ୍ୟାଏ ବୋଲାନ୍ତି ରୋକ ଯଜୁଷାମ ହୁଅନ୍ତି ଚାରି ବେଦକୁ ଜାତ କଲେ ଚାରି ବ୍ରାହ୍ମଣେ ବିତରିଲେ ଭିଆଇ ନାନାବିଧ ଶ୍ରୁତି ମରିଚି ଆଦି ପ୍ରଜାପତି ଏହାଙ୍କୁ ବେଦ ପଢ଼ାଇଲେ ଏ ପୁଣି ପୁତ୍ରେ ଶିଷ୍ୟ ଦେଲେ ଧର୍ମୋପଦେଶ ଯେ ବିଧାନ ସେମାନେ କଲେ ଶ୍ରୁତିମାନ ସେମାନେ ପରସ୍ପରେ ପୁଣ ପୁତ୍ରଙ୍କୁ ଦେଲେ ବେଦମାନ ଶାଖା ପ୍ରଶାଖା କରିଦେଲେ ଉପଦେଶେଣ ପଢ଼ାଇଲେ ଏହି ପ୍ରକାରେ ଚାରି ବେଦ ସତ୍ୟାଦି 3 ଯୁଗେ ଭେଦ ବିସ୍ତାର ହୋଇ 3 ଲୋକେ କଳିକି ରହିଲା ଅଳ୍ପକେ ଦ୍ୱାପର ଶେଷେ ହନ୍ତେ କଳି ପ୍ରାଣୀଙ୍କି ଦେଖି ଅଳ୍ପ ବଳି ଅଳ୍ପ ଆୟୁଷ ଅଳ୍ପ ବୁଦ୍ଧି ଦେଖି ବ୍ରହ୍ମରୁ ଶିଶୁ ବୁଦ୍ଧି ଏ ବେଦ ଶାଖା ପ୍ରଶାଖାରେ କଲେ ବାସୁଦେବ ଆଜ୍ଞାରେ ଯେ ଯୁଗେ ଯେଉଁ ଋଷି ଗଣ ବେଦ ବିସ୍ତାର କଲେ ପୁଣ ସେହି ବେଦ ବ୍ୟାସ ବୋଲାନ୍ତି ତା ଦେହେ ବିଷ୍ଣୁ ପ୍ରବେଶନ୍ତି ଏ ବୈବସ୍ୱତ ମନନ୍ତରେ 27 ଗଣ୍ଡା ଯୁଗରେ 27 ବେଳ ବିସ୍ତାର ବେଦ ଶାଖାର ଯେ ପ୍ରଚାର 27 ଋଷି ହୃଦୟରେ ବିଷ୍ଣୁ ପଶି ବେଦ ବିସ୍ତାରେ 28 ଗଣ୍ଡା ଯୁଗାନ୍ତେ ଦ୍ୱାପର ଯୁଗ ଶେଷ ହନ୍ତେ ବ୍ରହ୍ମା ମହେଶ ଲୋକ ପାଳେ ପ୍ରାର୍ଥନା କଲେ ଆଦି ମୂଳେ ଏଘେନି ବେଦ ରକ୍ଷା ପାଇଁ ବେଦ ବ୍ୟାସ ନାମ ବୋଲାଇ ପରାଶରଙ୍କ ବୀର୍ଯ୍ୟେ ଜାତ ସତ୍ୟବତୀ ଗର୍ଭେ ସମ୍ଭୂତ ବିଷ୍ଣୁ କଳାରେ ଅବତାର ଅଗାଧ ଗୁଣରେ ଗଭୀର ଚାରି ବେଦ ମିଶ୍ରିତ ହୋଇ ଏକ ବେଦରେ ଥିଲା ରହି
ତାହାକୁ ଭିନ୍ନ ଭିନ୍ନ କରି ଶାଖା ଭେଦରେ ଭେଦ କରି ଋକ ଯଜୁଷା ସାମ ଅଥର୍ବ ଏ ଚାରି ବେଦେ ଭିନ୍ନ ଭାବ ଚାରି ସଂହିତା ଏକ ଜାଣ ସୂତ୍ରରେ ଯେହ୍ନେ ମଣିଗଣ ସେ ଭାବେ ମନ୍ତ୍ରକୁ ବାହାର ବେଦ ବୀଜ କଲେ ବିସ୍ତାର ଚାରି ବେଦ ଚାରି ଶିଷ୍ୟେଣ ପଢ଼ାଇ ସେବା ଦରାୟଣ ପୈଳ ନାମେ ଶିଷ୍ୟ ପୁଣ ସେ ଋକ ବେଦ ଅଭ୍ୟାସୀଣ ଭବୃଚ ବୋଲି ସେ ବୋଲାଇ ପୈଳ ତାହାକୁ ପଢ଼ଇ ବୈଶମ୍ପାୟନେ ଯଜୁର୍ବେଦ ପଢ଼ାନ୍ତି ଜାନା ମଣିଗଦ ଜୈମିନୀ ଋଷିଙ୍କ ସେ ପୁଣ ଛନ୍ଦର ପଢ଼ାଇଲେ ସାମ ଏ ବେଦ ଏମାନେ ପଢ଼ିଲେ ଅଥର୍ବ ସୁମନ୍ତଙ୍କୁ ଦେଲେ ଏମନ୍ତେ ଚାରି ଶିଷ୍ୟ ମୁଖେ ଶାଖା ପ୍ରଶାଖା ବେଦ ଶିଖେ ଋଗ୍ବେଦ ପଢ଼ିଲେ ପୈଳ ତାହାଙ୍କ ଶିଷ୍ୟ ଯେ ବାଷ୍କଳ ଇନ୍ଦ୍ର ପ୍ରମିତି ଦୁଇ ଜଣ ପଢ଼ିଲେ ବିଭାଗ କରିଣ ସଂହିତା ପଣା ନାମରେ ଏ ପୁଣି ଦେଲେ ସେ ଶିଷ୍ୟରେ ବାଷ୍କଳ ପୁଣି ଚାରି ଭାଗେ ଚାରି ଶିଷ୍ୟ ଦେଲେ ସରାଗେ ବୋଧ୍ୟ ଆଚର ଯଜ୍ଞ ବଳକ୍ୟ ପରାଶର ଅଗ୍ନିମିତ୍ରକ ଏ ଚାରି ଶିଷ୍ୟଙ୍କୁ ସେ ଦେଲେ ବିଭିନ୍ନ ଶାଖା ମାନ କଲେ ଇନ୍ଦ୍ର ପ୍ରମିତି ନିଜ ସୁତ ମାଣ୍ଡୁକେୟ ନାମରେ ଖ୍ୟାତ ତାହାଙ୍କୁ ନିଜ ବେଦ ଦେଲେ ସେ ପୁଣି ଦେବ ମିତ୍ରେ ଦେଲେ ସେ ଦେବ ମିତ୍ର ଶାଖା କଲେ ସୌହରି ଆଦି ପଢ଼ାଇଲେ ସାକଲ୍ୟ ମାଣ୍ଡୁକେୟ ପୁତ୍ର ତାହାଙ୍କ ପାଞ୍ଚ ପୁତ୍ର ଖ୍ୟାତ ବାଚ୍ୟଶାଳୀ ଯେ ମୁଦ୍ଗର ଶିଶିର ଆର ଯେ ଗୋଖଲ୍ୟ ଏହାଙ୍କୁ ବେଦ ପଢ଼ାଇଲେ ଆବର ଏକ ଶିଷ୍ୟ ଥିଲେ ଜାତୁକନ୍ୟା ତାହାଙ୍କ ନାମ ସେ କଲେ ଚାରି ଶିଷ୍ୟ ପୁଣ ବିରଜ ବଳାକ ବୈତାଳ ପୈଜ ଶିଷ୍ୟ ଯେ ଆବର ପ୍ରତି ଶାଖାରୁ ସେ ବାଷ୍କଳି ବାଳଖିଲ୍ୟ ସଂହିତା କରି ବାଳାୟନି ଭୋଜ୍ୟ କାସାର ତିନିଙ୍କୁ ଦେଲେ ବେଦ ସାର ଏ ଭାବେ ଋକ ବେଦ ପୁଣ ବହୁତ ଶାଖା ବିସ୍ତାରିଣ 27 ଶାଖା ବିଭକ୍ତ ଏ ବ୍ରହ୍ମ ରୂପରେ ପୂଜିତ ସଂହିତା ମାନଙ୍କ ବିସ୍ତାର ଶୁଣିଲେ ପ୍ରାଣୀଙ୍କ ନିସ୍ତାର ବୈଶମ୍ପାୟନ ଯେଉଁ ଋଷି ଯଜୁର୍ବେଦକୁ ସେ ଅଭ୍ୟାସୀ 27 ଶିଷ୍ୟ ତାଙ୍କର କଣ ମାଦ୍ୟନ୍ଦିନୀ ଆବର ସତ୍ୟତ୍ରୟ ଆଦି ଯେ ହୋଇ 27 ଶାଖା ବଢ଼ାଇ ସେ ବେଦ ପଢ଼ୁ ଶିଷ୍ୟ ଗଣ ଏକ ଅକ୍ଷର ଶୁଦ୍ଧେଣ ଗର୍ଗ ଋଷିଙ୍କର ତନୁଜ ବୈଶମ୍ପାୟନଙ୍କ ଭଗ୍ନିଜ ଗାର୍ଗ୍ୟଶିରେ ହସ୍ତ ପ୍ରହାରେ ଶିରତା ଚୂର୍ଣ୍ଣ ହନ୍ତେ ଖରେ ବ୍ରହ୍ମ ହତ୍ୟା ବୈଶମ୍ପାୟନେ ଲାଗିଲା ବେଦର ବିଧାନେ ସେ ଶିଷ୍ୟମାନଙ୍କୁ କହିଲା ବ୍ରହ୍ମ ହତ୍ୟା ମୋତେ ଲାଗିଲା ପ୍ରାୟଶ୍ଚିତ ବ୍ରତ ଯେ କରି ତା ଶୁଣି ଶିଷ୍ୟ ବ୍ରତାଚାରୀ
ସେ ଶିଷ୍ୟମାନେ ବ୍ରତ କଲେ, ବରକା ଧୈର୍ଯ୍ୟ ବୋଲାଇଲେ। ବରକ ଶାଖା ତାର ନାମ, ତୈତ୍ରୀୟ ଶାଖା ଏବେ ଶୁଣ। ତା ଦେଖି ଯାଜ୍ଞବଲ୍କ୍ୟ କହି, ବୈଶମ୍ପାୟନ ଶିଷ୍ୟ ସେହି। ଅଳ୍ପ ବଳ ଯେ ହାଙ୍କରି, ପ୍ରାୟଶ୍ଚିତ କରି ନ ପାରି। ଏ ବ୍ରତ ବଡ଼ଇ କଠିନ, 12 ବରଷେ ହୋଏ ପୂର୍ଣ୍ଣ। ମୁହିଁ କରିବି ଆଜ୍ଞା ହେଲେ, ତା ଶୁଣି ଗୁରୁ କ୍ରୋଧ କଲେ। ମୋ ଶିଷ୍ୟ ଅବଜ୍ଞା ତୁ କଲୁ, ଆତ୍ମାରେ ଗର୍ବ ତୁ ବହିଲୁ। ଏଣୁ ତୁ ମୋହ ଠାରୁ ଯେତେ, ବେଦ ପଢ଼ିଲୁ ଅନୁମତେ। ଏବେ ବେଦ ତୁହି ଛାଡ଼, ଆନ ଠାବରେ ଯାଇ ପଢ଼। ତା ଶୁଣି ଯାଜ୍ଞବଲ୍କ୍ୟ ଡରେ, ପଢ଼ିଲା ବେଦ ବାନ୍ତି କଲେ। ସେ ବେଦ କାଣ୍ଡି ମାନ କୁଣ, ଚିତିର ଚଢ଼େଇ ରୂପେଣ। ତାହାକୁ ଯେଉଁ ଋଷିମାନେ, ଗ୍ରହଣ କଲେ ସାବଧାନେ। ତୈତ୍ତିରାୟ ସେ ବୋଲାଇଲେ, ତହୁଁ ଯେ ଯାଜ୍ଞବଲ୍କ୍ୟ ଗଲେ। ବେଦ ସେ ପଢ଼ିବା ନିମିତ୍ତ, ସୂର୍ଯ୍ୟଙ୍କ ଠାରେ ଉପଗତ। ଗୁରୁଙ୍କ ଠାରୁ ନବତବ, ବେଦ ପଢ଼ିବା ଅର୍ଥେ ଜାଣ। ମେରୁ ପୃଷ୍ଠରେ ବସି ପୁଣ, ସୂର୍ଯ୍ୟଙ୍କୁ କଲେ ଉପସ୍ଥାନ। ଯାଜ୍ଞବଲ୍କ୍ୟ ଉବାଚ, ହେ ଭଗବନ୍ତ ଦିବାକର, ତୁମ୍ଭଙ୍କୁ ମୋର ନମସ୍କାର। ଜଗତ ଅଖିଳ ଯେ ପ୍ରାଣୀ, ଆତ୍ମସ୍ୱରୂପେ ଅଛ ପୁଣି। କାଳ ସ୍ୱରୂପେ ଗ୍ରହ ରୂପୀ, ସ୍ଥାବର ଜଙ୍ଗମାଦି ବ୍ୟାପୀ। ବ୍ରହ୍ମରୁ କୀଟ ପର୍ଯ୍ୟନ୍ତେ, ପ୍ରାଣୀମାନଙ୍କ ହୃଦଗତେ। ଆତ୍ମସ୍ୱରୂପେ ପୁରୀ ଅଛ, ଆକାଶେ ଶୂନ୍ୟେ ପ୍ରକାଶିଛ। ଲବଣୀ ମେଷାଦି ବତ୍ସର, ଯେତେ ଯେତେ ପ୍ରାଣୀଙ୍କର। ଏ ତୁମ୍ଭ ଅନୁଗ୍ରହ ହୋଇ, ବାହ୍ୟ କାଳ ରୂପେ ଭ୍ରମଇ। ଉତ୍ପତ୍ତି ପ୍ରଳୟ କରୁଛ, ଏଣୁ ଆକାଶେ ଉଇଁ ଅଛ। ଏ ତୁମ୍ଭ ମଣ୍ଡଳର ଗତି, ନିର୍ମଳ ବିରାଜଇ ଜ୍ୟୋତି। ବ୍ରାହ୍ମଣେ ତ୍ରିସନ୍ଧ୍ୟାରେ ନିତ୍ୟେ, ଗାୟତ୍ରୀ ପଢ଼ି ବେଦ ମନ୍ତ୍ରେ। ଅଞ୍ଜଳି ଦେଇ ଉପସ୍ଥାନ, କ୍ଷୟ ସକଳ ପାପମାନ। ଏ ଦିବାରାତ୍ରି କରି ଶେଷ, ସଂସାର ଲୋକ ତମ ଧ୍ୱଂସ। ଆପଣା କିରଣରେ ବୃଷ୍ଟି, ଶସ୍ୟ ଉପୁଜି ପ୍ରାଣୀ ତୁଷ୍ଟି। ପ୍ରାଣୀଙ୍କ ଜୀବଦାତା ହୋଇ, ପାଳୁଛ ଋତୁ ଭାବ ବହି। ଶୀତ ବରଷା ଗ୍ରୀଷ୍ମ, ଶରତ ବସନ୍ତ ଯେ ହିମ। ଏ ଷଡ଼ ଋତୁ 12 ମାସ, ତତହୁଁ ହେଉଛି ପ୍ରକାଶ। ଏ ଜ୍ୟୋତିର୍ମୟ ତୋ ମଣ୍ଡଳ, ସକଳ ସୁଖଙ୍କର ଘର। ବିପ୍ରେ ଯେ 4 ବେଦ ମନ୍ତ୍ରେ, କରନ୍ତି ଉପସ୍ଥାନ ତୋତେ। ସେ ଦ୍ୱିଜ ମାନଙ୍କର ପାପ, ତୁମ୍ଭେ ଯେ ହର ସର୍ବବ୍ୟାପ। ତୁମ୍ଭ ମଣ୍ଡଳ ଜ୍ୟୋତି ତୀକ୍ଷ୍ଣ, ଅନ୍ଧପଟଳ ବିନାଶନ। ସେ ଜ୍ୟୋତି ସ୍ୱରୂପ ଯେ ତୁହି, କରୁଛି ଉପସ୍ଥାନ ମୁହିଁ। ସ୍ଥାବର ଜଙ୍ଗମ ଯେ କୀଟ, ପତଙ୍ଗ 4 ଖାନି ଭେଟ। ଇନ୍ଦ୍ରିୟ ପ୍ରାଣ ମାନଙ୍କର, ପ୍ରବେଶୀ ଅନୁଗ୍ରହ କର। ସ୍ୱୟଂ ଅନ୍ତର୍ଯ୍ୟାମୀ ସ୍ୱରୂପେ,
आत्मज्ञान प्रकाश रूपे ए लोक तुम्भर मायारे पड़िछि तम अंधकारे प्राणी की अजगर रूप सर्प गिलिले जेन्हे धाप अचेते मृत होई थाई निद्रारे जेन्हे प्राणी सोई मायारे अचेत जे प्राणी परम कृपालु तु पुणी उदय अनुग्रह करी उदित किरणे उद्धारी दिने दिने जे प्राणी माने श्रेय निमन्ते तो चरणे तो अनुग्रहे यज्ञ करी समाधि अपवर्ग धरी जेसने राजा दुष्ट नासी साधु मानंकु से आश्वासी दैत्य दानव जे असाधु खल दुर्बुद्धि धर्म निंदु एवं से जन्म जेते तनु नासे कुमुद जेन्हे भानु हे भगवान वासुदेव मोर सेवा तुम्भे घेनिब जेणुदयस्त हुआ सर्वजीवरे पूजा पाओ दिगपाळे जे जा दिगरे कृतांजलि रे पूजा करे समर्पे तुम्भ पद्म पादे मुपस्थान जे आनंदे तुम्भ पद्म पाद के मंत तिनि भुवन रे पूजित ब्रह्मा विष्णु महेश आदि बांधवा सब आदि देव बंदी एवं भूत पद्म पादरे मो शिर लागु निरंतरे नवीन यजुर्वेद मते आज्ञा होइब छाया कांते जे वेद गुरु ठारे नाही ताहाकु पढ़िबई मुहि सुत पौराणिक कहंती शुण सौनक आदि ज्योति याज्ञवल्क्यंक स्तुति शुणी संतोष होई दिन मणि अस्वरूप को धरि पूर्ण उपदेशी कर्ण मार्गेण नवीन यजुर्वेद भावे मुनिंकी देले शेष रागे से याज्ञवल्क्य जे मुनि से वेद उपदेश घेनी ता नाम बाजदनि देले पुण 15 शाखा कले से 15 शाखा बाणी संहिता करी पढ़े पुणी काण आदि शाखा पढ़िले तांको नामेण शाखा कले एमाने शिष्य पुण देले 84 शाखा होइले सामवेदर अधिकारी जैमिनी मुनि से विस्तारी सुमंतु संतान जे दुई जैमिनी पुत्र पौत्र होई दुई संहिता करी देले ए पुणे शिष्य पढ़ाइले एहांको शिष्य जे सुकर्मा सहस्र शिष्य से उत्तमा सहस्र भाग से संहिता सहस्र शाखा रे विदिता जे ऋषि जे शाखा पढ़िले से शाखा से नाम होइले ताहांको नाम एबे शुण कहिबा ताहा विस्तारेण हिरण्य नाभ कौश केश पौषंती नामे दुई शिष्य सुकर्मांकर शिष्य दुई एकई 500 भाई आवंत्य जे ब्रह्म वित्तम ए आदि 5 शिष्य नाम औदिव्य सामग बोलांती ए 500 शिष्य ख्याति ब्रह्म वित्तम जे आवंत्य ए दुई शिष्य शिष्यवंत
ବ୍ରହ୍ମବିତ୍ତମ ଆଦି ହୋଇ ପାଞ୍ଚ ଶିଷ୍ୟବନ୍ତ ବୋଲାଇ ଔଦିତ୍ୟ ସାମ ଯେ ବୋଲାନ୍ତି କୌଶଲ୍ୟ ଆଦି ଉତ୍ତପତି ଲୋଗାକ୍ଷୀ ମାଙ୍ଗଳିକ ସ୍ଥାପି କୁସିଦ କୁଲ୍ୟ କୁକ୍ଷୀ ବ୍ୟାପୀ ଏ ଆଦି ଯେତେ ଶିଷ୍ୟମାନେ ପୋଷ୍ୟ କିଙ୍କର ବିଦ୍ୟମାନେ ଆପଣା ସଂହିତାକୁ ପୁଣ ଶତ ଶତ ଭାଗ କରିଣ କୃତ ହିରଣ୍ୟ ନାଭ ଦୁଇ ଆପଣା ସଂହିତାକୁ ନେଇ 24 ସଂହିତା ସେ କଲେ ପୁଣି ତା ପ୍ରତି ଶିଷ୍ୟ ଦେଲେ ଆଉ ସଂହିତା ମାନ ଶୁଣି ଆବନ୍ତ୍ୟ ସಮೇଣ ବଖାଣି କହଇ ଜଗନ୍ନାଥ ଦ୍ୱିଜ ସୁଜନେ ହରିପାଦ ଭୋଜ ତୁମ୍ଭ ଚରଣେ ଆଶ୍ରା କରି ମୁଁ ଥାଇ ସତେ ଅନୁସରି 12 ସ୍କନ୍ଧେ ଭାଗବତ ପୁରାଣ ମାନଙ୍କର ଅର୍ଥ ଭୂତ ଭବିଷ୍ୟ ଆଦି ଯେତେ କହିଲେ ଦାସ ଜଗନ୍ନାଥେ। ଏତେ ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं 12 ସ୍କନ୍ଧେ ବେଦଶାଖା ପ୍ରଣୟନಂ ନାମ ଷଷ୍ଠାଧ୍ୟାୟ। ସପ୍ତମ ଅଧ୍ୟାୟ। ସପ୍ତମେ ପୁରାଣ ଲକ୍ଷଣ ଅଥର୍ବ ଶାଖାର ବର୍ଣ୍ଣନ। ସୁତୋବାଚ ଏବେ ଅଥର୍ବ ଶାଖା ଶୁଣ ଏ ବେଦ କର୍ତ୍ତା ଅଥର୍ବଣ। ଅଥର୍ବ ଋଷି ଅଙ୍ଗିରସ ସୁମନ୍ତୁ ତାହାଙ୍କର ଶିଷ୍ୟ ସେ ପିତା ଠାରୁ ଉପଦେଶ କବନ୍ଧ ତାହାଙ୍କର ଶିଷ୍ୟ ପଥ୍ୟ ବେଦ ଦର୍ଶ ଏ ଦୁଇ ଶିଷ୍ୟଙ୍କୁ କବନ୍ଧ ପଢ଼ାଇ ବେଦ ଦର୍ଶକଙ୍କର ପୁଣ 4 ଶିଷ୍ୟ ଯେ ବିଦ୍ୟମାନ ବ୍ରହ୍ମ ବଳି ଯେ ଶୁକ୍ଳାୟନୀ ମୋଦଶ ଯେ ପିପଳାୟନୀ ଏ 4 ଶିଷ୍ୟରୁ ଅନେକ ପଥ୍ୟଙ୍କ ଶିଷ୍ୟ ଯେ ଶୁନକ କୁମୋଦ କାକଳିଆ ବର କହିବା ଶିଷ୍ୟ ଶୂଳକର ବଭ୍ରୁ ସୈନ୍ଧବାୟନ ହେଲେ ଏ 2 ସଂହିତା ପଢ଼ିଲେ ସାବର୍ଣ୍ଣୀ ପ୍ରଭୃତି ଅନ୍ୟାନ୍ୟ ଶୁନକ ଶିଷ୍ୟ ଥିଲେ ପୁଣ ନକ୍ଷତ୍ର କଳ୍ପ ପୁଣ ଶାନ୍ତି କଶ୍ୟପ ଆଙ୍ଗିର ପ୍ରଭୃତି ସଂହିତାଚାର୍ଯ୍ୟ ଏମାନେ ଅଥର୍ବ ବେଦେ ବିଦ୍ୟମାନେ। ହେ ମୁନେ ଶୁଣ ଅନନ୍ତର ଯେ ନାମ ପୌରାଣିକଙ୍କର କଶ୍ୟପ ତ୍ରଜାରୁଣୀ ପୁଣ ସାବର୍ଣ୍ଣୀ ଯେ ଅକୃତ ବ୍ରଣ ବୈଶମ୍ପାୟନ ଯେ ହାରିତ ଏଷଟ ପୌରାଣିକ ଖ୍ୟାତ। ଏବେ ଯେ ବ୍ୟାସ ଶିଷ୍ୟ ପୁଣ ମୋ ପିତା ଲୋମ ହରଷଣ ତାଙ୍କ ଠାରୁ ଏଷଟ ଶିଷ୍ୟ ସଂହିତା କଲେ ଉପଦେଶ ତାହାଙ୍କ ଠାରୁ ମୁହିଁ ପୁଣ ପଢ଼ିଲି ସକଳ ପୁରାଣ। ମୁଁ ଅଟେ ସୁତ ପୌରାଣିକ ଆବର କଶ୍ୟପ ହିଁ ଏକ ସାବର୍ଣ୍ଣୀ ପରଶୁରାମ ଶିଷ୍ୟ ଅକୃତ ବ୍ରଣ 4 ଶିଷ୍ୟ ଏ ରୂପେ ଆମ୍ଭେ 4 ଜଣ ବ୍ୟାସ ଶିଷ୍ୟଙ୍କ ଠାରୁ ପୁଣ 4 ମୂଳ ସଂହିତା ମାନ ସମସ୍ତ କଲୁ ଅଧ୍ୟୟନ ପୁରାଣ 10
ଯେ ଲକ୍ଷଣ ପଞ୍ଚଲକ୍ଷଣ ଥୋକେ ଜାଣ ଯାହା ବର୍ଣ୍ଣନ୍ତି ଋଷିଗଣ ପୁରାଣ ଲକ୍ଷଣ ତୁ ଶୁଣ ସର୍ଗ ବିସର୍ଗ ବୃତ୍ତି ରକ୍ଷା ହେବୁ ତୁ ମନ ଅନ୍ତର ସଂଖ୍ୟା ବଂଶାନୁଚରିତ ଯେ ସଂସ୍ଥା ଆଶ୍ରୟ ବଂଶର ବ୍ୟବସ୍ଥା ଏ 10 ଲକ୍ଷଣରେ ଯୁକ୍ତ ବଡ଼ ପୁରାଣ ନାମେ ଖ୍ୟାତ ସାନ ଉପପୁରାଣ ମାନ ପଞ୍ଚଲକ୍ଷଣରେ ବଖାଣ ବିଷ୍ଣୁ ନିର୍ଗୁଣ ନିରାକାର ତ୍ରିଗୁଣେ ଯୁକ୍ତ ସେ ମାୟାର ତହୁଁ ମହତ ଅହଙ୍କାର ପଞ୍ଚମହାଭୂତ ସଞ୍ଚାର ଶବ୍ଦାଦିତନ ମାତ୍ର ପଞ୍ଚ ଇନ୍ଦ୍ରିୟ ଏକାଦଶ ସଞ୍ଚ ଏମାନଙ୍କର ଉତ୍ପତ୍ତି ଏ ସର୍ବେ ସର୍ଗ ଯେ ବୋଲାନ୍ତି ଏହାଙ୍କ ସଙ୍ଗତରେ ପୁଣ ପୁରୁଷ ସଂଯୋଗ ଭାବେଣ ଏହାଙ୍କ ବାସନାର ଅଙ୍ଗ ସ୍ଥାବର ଜଙ୍ଗମ ପତଙ୍ଗ କୀଟ ଆଦି ଚାରି ଉତ୍ପତ୍ତି ଏମାନେ ବିସର୍ଗ ବୋଲାନ୍ତି ପ୍ରାଣୀମାନଙ୍କ ଯେ ପ୍ରକୃତି ଜୀବିକା ଚାର ଯେ ଗତି ଏ ସର୍ବବୃତ୍ତି ସେ ବୋଲାଇ ପୁରାଣ ରକ୍ଷଣଟିଏ ଏମାନ ରକ୍ଷାର ନିମନ୍ତେ ତୀର୍ଯ୍ୟକ ଋଷି ଦେବ ମତେ ବିଷ୍ଣୁର ଅବତାର ମାନ ଅସୁର ପ୍ରଳୟ କାରଣ ଏହାକୁ ରକ୍ଷା ଯେ ବୋଲନ୍ତି ଯେଣୁ ବିଷ୍ଣୁ ସର୍ବ ରଖନ୍ତି ମନୁ ଦେବତା ମନୁ ପୁତ୍ର ଇନ୍ଦ୍ର ଆବର ଋଷି ସପ୍ତ ହରିର ଯେତେ ଅବତାର ଏ ସଟ ବୋଲି ମନନ୍ତର ମନନ୍ତ୍ର ଅଧିକାର ବୋଲି ପୁରାଣ ଲକ୍ଷଣ କହିଲି ଯେ ରାଜା ବ୍ରହ୍ମାଙ୍କ ବଂଶରେ ହେଲେ ଅଛନ୍ତି ହେବେ ପରେ ତାହାକୁ ବଂଶ ବୋଲି କହି ତାଙ୍କ ଚରିତ ବାଜେହି ବଂଶାନୁଚରିତ ତା ନାମ ଶୁଣ ସୌନକ ଦେଇ ମନ ନିତ୍ୟ ନୈମିତ ପ୍ରାକୃତିକ ଯେବା ପ୍ରଳୟ ଆତ୍ୟନ୍ତିକ ଏ ଚାରି ସଂସ୍ଥା ବୋଲି ଜାଣ ଜୀବ ଉତ୍ପତ୍ତି ସଂହାରଣ ଅବିଦ୍ୟା ଯୋଗ ମାୟା ନାମ ତା ଯୋଗେ ଜୀବ ଉତ୍ପନ୍ନ ତାହାକୁ ହେତୁ ବୋଲି କହି ଯୋଗ ମାୟା ଗୁଣରେ ମୋହି ଜାଗ୍ରତ ସ୍ୱପ୍ନ ସୁଷୁପ୍ତିରେ ଯେ ସାକ୍ଷୀ ରୂପେ ନିରନ୍ତରେ ଜୀବ ବ୍ରହ୍ମାଣ୍ଡ ମଧ୍ୟ ହୋଇ ପ୍ରକୃତି ଭାବେ ସଞ୍ଚରଇ ଯେ ବ୍ରହ୍ମେ ଲୀନ ହୋଏ ପୁଣ ତାହାକୁ ଅପାଶ୍ରୟ ଜାଣ ଯେ ସନେ ଘଟାଦି ପଦାର୍ଥ ମୃତ୍ତିକା ସଙ୍ଗେ ଯୁକ୍ତିଯୁକ୍ତ ଜନ୍ମରୁ ମରଣ ପର୍ଯ୍ୟନ୍ତେ ଯେ ଥାଇ ସତୀ ଯୁତା ଯୁତେ ଜନ୍ମରୁ ମରଣ ପର୍ଯ୍ୟନ୍ତେ ଯେ ଥାଇ ସଦା ଯୁତା ଯୁତେ ଆଶ୍ରୟ ଜାଣି ବଟି ସେହି
ଦଶମ ଲକ୍ଷଣଟିଏ ଏ ସର୍ବମାୟାର ବାସନା ଜାଣି ବାସୁଦେବ ରଚନା। ଚିତ୍ତ ତ୍ରିଗୁଣରୁ ବାହାରେ ରହି ଯେବେ ଯୋଗ ବଳେ ଜୀବ ପରମରେ ମିଶଇ ତେବେ ବନ୍ଧନରୁ ତରଇ। ଏମନ୍ତେ 10 ଲକ୍ଷଣରେ ଯୁକ୍ତ ପୁରାଣ ମାନଙ୍କରେ ପୂର୍ବେ ଋଷିମାନେ ବୋଲନ୍ତି ଅଷ୍ଟାଦଶ ପୁରାଣ ଗ୍ରନ୍ଥି। ଏଥେ ଅଛନ୍ତି ବଡ଼ ସାନ ଶୁଣ ସେ ଅଷ୍ଟାଦଶ ନାମ। ବ୍ରହ୍ମ ଯେ ବିଷ୍ଣୁ ଲିଙ୍ଗ ଶିବ ଗରୁଡ଼ ନାରଦ ଯେ ଭାବ ଆଗ୍ନେୟ ସ୍କନ୍ଧ ଭାଗବତ ଭବିଷ୍ୟ ବ୍ରହ୍ମ ବୈବର୍ତ ମାରକଣ୍ଡେୟ ଯେ ବାମନ ବରାହ ମତ୍ସ୍ୟ ଯେ କୁରୁମ ବ୍ରହ୍ମାଣ୍ଡ ପଦ୍ମ ଯେ ପୁରାଣ। ଏମନ୍ତେ ଅଷ୍ଟାଦଶ ଜାଣ ଅଷ୍ଟାଦଶ ପୁରାଣ ସାର ଶ୍ରୀ ଭାଗବତ ନାମ ଯାର। ଏ ଅଷ୍ଟାଦଶ ଯେ ପୁରାଣ ଏ 4 ଲକ୍ଷ ଗ୍ରନ୍ଥ ପୁଣ। ସତ କହନ୍ତି ତ ସମନେ ଶୁଣ ହେ ବ୍ରହ୍ମ ଋଷିମାନେ ବେଦର ଶାଖା ପ୍ରଣୟନ ବିସ୍ତାରି ତୁମ୍ଭର ଆଗେଣ। କହିଲୁ ତୁମ୍ଭର ପ୍ରସନ୍ନେ ଶିଷ୍ୟ ପ୍ରଶିଷ୍ୟ ବିଚାରଣେ ଏହା ଯେ କର୍ଣ୍ଣରେ ଶୁଣଇ ବ୍ରହ୍ମ ତେଜ ତାର ବଢ଼ଇ। ସକଳ କଳୁଷ ନାଶଇ ଅନ୍ତେ ସେ ବୈକୁଣ୍ଠେ ବସଇ। ନମଃ ବିପ୍ର ଜଗନ୍ନାଥ 12 ସ୍କନ୍ଧେ ଭାଗବତ। କେବଳ ଆଶା କରେ ତେ କୃପାଳୁ କୃପା କର ମତେ। ସୁଜନେ ଶୁଣ କର୍ଣ୍ଣ ଦ୍ୱାରେ ତରିବ ଏ ଭବ ସଂସାରେ। ସୁତ ସୌନକ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଶ୍ରୀହରି ଚରଣ ସରୋଜ ଭାବଇ ଜଗନ୍ନାଥ ଦ୍ୱିଜ। इति श्रीमद्भागवते महापुराणे पारमहंस्यां संहितायां 12 स्कन्धे पुराणलक्षणादिवर्णनं नाम 7 अध्याय।